ଜୟ ଜଗନ୍ନାଥ ସମସ୍ତଙ୍କୁ ସୁଶାନ୍ତ ଟ୍ୟୁଟୋରିଆଲ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ସିଟି ଏଣ୍ଟ୍ରାନ୍ସ 2026 ପାଇଁ ଆମର ସୁଶାନ୍ତ ଟ୍ୟୁଟୋରିଆଲ ୟୁଟ୍ୟୁବ ଚ୍ୟାନେଲରେ ଅଲରେଡ଼ି ବହୁତ ଗୁଡ଼ିଏ କ୍ଲାସ୍ ସରିଛି। କୌଣସି କ୍ଲାସ୍ ଯଦି ତମାନେ ମିସ୍ କରିଛ କାଇଣ୍ଡଲି ମିସ୍ କରିବ ନାହିଁ। ଗୋଟେ ଗୋଟେ କ୍ୱେଶ୍ଚିନ୍ ତମାନଙ୍କ ପାଇଁ ସିଲେକ୍ଟେଡ୍ ଏବଂ ଇମ୍ପୋର୍ଟାଣ୍ଟ ରହିବ। ତ ଡେସ୍କ୍ରିପସନକୁ ଯିବ ସିଟି ଏକ୍ଜାମ କ୍ଲାସ୍ 2026 ସେଇ ପ୍ଲେଲିଷ୍ଟରେ ତମାନଙ୍କୁ ସମସ୍ତ ଭିଡ଼ିଓ ମିଳିଯିବ। ତ କୌଣସି ଭିଡ଼ିଓ ଯଦି ମିସ୍ କରିଛ ଯାଇକି ଚେକ୍ କରିନେବ ଏବଂ ସବଜେକ୍ଟ ୱାଇଜ୍ ମଧ୍ୟ ତମାନଙ୍କର ମୁଁ ପ୍ଲେଲିଷ୍ଟ କରିଛି ଯାଇକି ଚେକ୍ କରିନେବ। ଆମେ 2025 ଏବଂ 2024ର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଡିସ୍କସନ୍ କରିସାରିଛେ ଓଡ଼ିଆ ଗ୍ରାମାରର ଏବଂ ଅନ୍ୟ ସବଜେକ୍ଟର ତମାନଙ୍କର ମାଷ୍ଟରବେନ୍ ଆଇକ୍ୟୁ ଚ୍ୟାନେଲରେ ସୁକାନ୍ତ ସାର୍ ଆମର କରୁଛନ୍ତି। ତ ତମେ ଯାଇକି ଚେକ୍ କରିନେବ ଏବଂ ଯେଉଁ ଲାଇଭ୍ ମକ୍ ଟେଷ୍ଟ ହେଉଛି ଆମର ୟୁଟ୍ୟୁବ୍ ଚ୍ୟାନେଲ ମାଷ୍ଟରବେନ୍ ଆଇକ୍ୟୁ ଚ୍ୟାନେଲରେ ତମାନେ ସମସ୍ତେ ଯାଇକି ସେଗୁଡ଼ିକ ମଧ୍ୟ ଦେବ। ତ ଆଜି ଆମେ ଯେଉଁ ରହିଲା 2014, 15, 16 ଆଉ 17 MCQ ଡିସ୍କସନ୍ କରିବା ଓଡ଼ିଆ ଗ୍ରାମାର ଯାହା ବି ଆସିଛି ପାଖାପାଖି ଆମର 60ଟି କ୍ୱେଶ୍ଚିନ୍ ରହିବ ଏଇ 4 ବର୍ଷରୁ ଏବଂ ତା ସହିତ ସେ କ୍ୱେଶ୍ଚିନ୍ ରିଲେଟେଡ୍ ଯାହା ବି କନସେପ୍ଟ ଥିବ ଆମେ ତାକୁ ଡିସ୍କସନ୍ କରିବା। ବୁଝିହେଲା? ସମସ୍ତେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ ଏବଂ ଯାହା ବି ତମମାନଙ୍କୁ କନସେପ୍ଟ ନୂଆ ଲାଗିବ ତାକୁ ନୋଟ୍ କରିକି ଚାଲିବ। କ୍ୱେଶ୍ଚିନ୍ ନମ୍ବର 1କୁ ଆମେ ଯିବା। ଆମକୁ ପଚାରିଛି ଓଡ଼ିଆ ଭାଷାରେ ବ୍ୟଞ୍ଜନ ଧ୍ୱନି ସଂଖ୍ୟା କେତେ? ତ ସମସ୍ତେ ଏତେ ସବୁ ଆମେ ଓଡ଼ିଆ ଗ୍ରାମାର କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିକି ଆସିଲାଣି। ତ କୁହ ଆମର ରାଇଟ୍ ଆନ୍ସର କ'ଣ ହେଇଯିବ? ବ୍ୟଞ୍ଜନ ଧ୍ୱନି ସଂଖ୍ୟା କେତେ? ତ ଏଠି ଅପସନ୍ ହିଁ ଆମର ଭୁଲ ଅଛି। 49 ତ ଆମର ହେବନି, ଆମର କ'ଣ ହେଇଯିବ? ଆମେ ଜାଣିଛେ ଟୋଟାଲ ବର୍ଣ୍ଣ ସଂଖ୍ୟା ହେଉଛି ଆମର କେତେ? 50। ସେଥିରୁ ତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣ। ସ୍ୱର ବର୍ଣ୍ଣ ହେଉଛି ଆମର 11ଟି, ବ୍ୟଞ୍ଜନ ବର୍ଣ୍ଣ ହେଉଛି କେତେ? 39ଟି। ଟୋଟାଲ 50ଟି ବର୍ଣ୍ଣ। 11ଟି ସ୍ୱର ବର୍ଣ୍ଣରୁ ସ୍ୱର ଧ୍ୱନି ହେଉଛି ଆମର 8ଟି, 39ଟି ବ୍ୟଞ୍ଜନ ବର୍ଣ୍ଣରୁ 33ଟା ହେଉଛି ଆମର କେତେ? ବ୍ୟଞ୍ଜନ ଧ୍ୱନି। ବୁଝିଲା? ତାହେଲେ ଏଠି ଆମର ରାଇଟ୍ ଆନ୍ସର ହେଇଯିବ 33। ବୁଝିଲା? 31 ନୁହଁ 33, ଏଇଟା ତମମାନେ ମନେ ରଖିବ। ଏବଂ ଶୁଦ୍ଧ ସ୍ୱର, ହ୍ରସ୍ୱ ସ୍ୱର, ଦୀର୍ଘ ସ୍ୱର ସବୁ ମନେ ଅଛି ନା ନାହିଁ? ତାକୁ ଆମେ ମଧ୍ୟ ତାକୁ ଡିସ୍କସନ୍ ଅଲରେଡ଼ି କରିସାରିଛେ। ଶୁଦ୍ଧ ସ୍ୱର ଆମକୁ ପଚାରିଲେ ଆମେ କେତେଟା କରିଦେବା? 6ଟା ମନେ ରଖିବ। ସଂଯୁକ୍ତ ସ୍ୱର 2ଟା, ଐ ଆଉ ଔ ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନଲିଖିତ ଧ୍ୱନିମାନଙ୍କ ମଧ୍ୟରୁ କେଉଁଟି ଓଷ୍ଠ୍ୟ ଧ୍ୱନି ନୁହେଁ? ଓଷ୍ଠ୍ୟ ଧ୍ୱନି ନୁହେଁ ଆମକୁ ପଚାରିଛି। କୁହ ସମସ୍ତେ ରାଇଟ୍ ଆନ୍ସର କ'ଣ ହେଇଯିବ? ଆମେ ଜାଣିଛେ ଯେଉଁ ବ୍ୟଞ୍ଜନ ବର୍ଣ୍ଣ ରହିଲା ତାକୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବର୍ଗୀୟ ବ୍ୟଞ୍ଜନ ଆଉ ଗୋଟେ ହେଉଛି ଅବର୍ଗୀୟ ବ୍ୟଞ୍ଜନ। ବର୍ଗୀୟ ବ୍ୟଞ୍ଜନ ରହିଲା 25ଟି, ଅବର୍ଗୀୟ ବ୍ୟଞ୍ଜନ ରହିଲା 14ଟି। ବର୍ଗୀୟ ବ୍ୟଞ୍ଜନ ଯେଉଁ 25ଟି ରହିଲା ତାକୁ ଆମର ଆଉ କ'ଣ କୁହାଯାଏ? ନା ସ୍ପର୍ଶ ବର୍ଣ୍ଣ ବୋଲି କୁହାଯାଏ। ଏଇଟା ଆମେ ଜାଣିଛେ। ଯାହାର ଯାହା ବି ଯେଉଁ ଅନ୍ୟ ନାମ ରହୁଛି ସେଗୁଡ଼ିକ ମନେ ରଖିବ। ଯେମିତି ସ୍ପର୍ଶ ବ୍ୟଞ୍ଜନ, ବର୍ଗୀୟ ବ୍ୟଞ୍ଜନ ଦୁଇଟା ନା, ତ ଏଗୁଡ଼ିକ ସବୁ ମନେ ରଖିବ। ତ ଏଇ ଯେଉଁ 25ଟି ବର୍ଗୀୟ ବ୍ୟଞ୍ଜନ ରହିଲା ତାକୁ ଆମେ 5 ଭାଗରେ ବିଭକ୍ତ କରିଛେ। କ'ଣ କ'ଣ? କଚଟ, ତପ ଆଉ କ ବର୍ଗ, ଚ ବର୍ଗ, ଟ ବର୍ଗ, ତ ବର୍ଗ ସବୁ ବର୍ଗରେ 5ଟି ଲେଖେ ରହିଛି। ଏଇଟା ମଧ୍ୟ ତମମାନଙ୍କୁ କ୍ୱେଶ୍ଚିନ୍ ପଚାରିଥିଲା ଯେ ବର୍ଗୀୟ ବ୍ୟଞ୍ଜନକୁ କେତେ ଭାଗରେ ବିଭକ୍ତ କରାଯାଇଛି? କେତେ ଭାଗରେ? 5 ଭାଗରେ ବା 5ଟି ବର୍ଗରେ ବିଭକ୍ତ କରାଯାଇଛି କ ଠାରୁ ମ ପର୍ଯ୍ୟନ୍ତ। ତ କ ବର୍ଗରେ 5ଟା, ଚ ବର୍ଗରେ 5ଟା, ଟ ବର୍ଗରେ 5ଟା, ତ ବର୍ଗରେ 5ଟା ଏବଂ ସବୁ ବର୍ଗକୁ ଆମେ କ'ଣ କହିଥାଉ? ବିଭିନ୍ନ ନାମକରଣ କରାଯାଇଛି। କଚଟ, ତପ, କ, ତା, ମୁ, ଦ, ଔ ଏଇ ଫର୍ମୁଲା ଆମେ ଜାଣିଛେ। ଆମକୁ ପଚାରିଛି ଓଷ୍ଠ୍ୟ। କ ବର୍ଗକୁ କଣ୍ଠ୍ୟ, ଚ ବର୍ଗକୁ ତାଲବ୍ୟ, ଟ ବର୍ଗକୁ ମୂର୍ଦ୍ଧନ୍ୟ, ତ ବର୍ଗକୁ ଦନ୍ତ୍ୟ, ପ ବର୍ଗକୁ ଓଷ୍ଠ୍ୟ କୁହାଯାଏ। ତ ଯେଉଁ ଓଷ୍ଠ୍ୟ ତାହେଲେ କିଏ ଆସୁଛି? ପ ବର୍ଗରେ। ପ ବର୍ଗରେ ଆମେ ଦେଖିବା କିଏ କିଏ ଆସୁଛି? କୁହ ସମସ୍ତେ। ପ ବର୍ଗରେ ଆସୁଛି ଆମର ପ, ଫ, ବ, ଭ ଆଉ ମ, ଏଇ 5ଟା ଆସୁଛି। ତାହେଲେ କୁହ କୋଉଟା ନୁହେଁ ବୋଲି ପଚାରିଛି? ଆମର ଫ ତ ହେଇଗଲା, ଭ ବି ଅଛି, ମ ବି ଅଛି, କିନ୍ତୁ ର ଯେଉଁ ରହିଲା ଏଇଟା ଆମର ଓଷ୍ଠ୍ୟ ନୁହେଁ। ଏଇଟା ତମମାନେ ମନେ ରଖିବ। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଏବଂ ତମମାନଙ୍କୁ ଯଦି ପଚାରିଲା ଆମର ଓଷ୍ଠ୍ୟ ଆଉ କିଏ କିଏ ହେଇଯିବ? ସମସ୍ତେ ହ୍ୱାଟ୍ସଆପ୍ ଚ୍ୟାନେଲରେ ତମମାନଙ୍କୁ ସେଇଟା ସେଣ୍ଡ କରିଛି, ସମସ୍ତେ ଦେଖିନେବ। ତମମାନଙ୍କୁ ଏକ୍ଜାମରେ ପଚାରିଥିଲା ପୂର୍ବ ବର୍ଷ ଓଷ୍ଠ୍ୟ। ଆଉ ଆମେ ଯଦି ଦେଖିବା ଆମର ହର୍ଷୌ, ଦୀର୍ଘକୁ ମଧ୍ୟ କୁହାଯାଇଥାଏ ଓଷ୍ଠ୍ୟ। ବୁଝିହେଲା? କଣ୍ଠ୍ୟ ଯେଉଁ ରହିଲା ଅ ଆଉ ଆ କୁ ମଧ୍ୟ କଣ୍ଠ୍ୟ କୁହାଯାଇଥାଏ। ବିସର୍ଗ ହ ଏଗୁଡ଼ିକ ମନେ ରଖିବ। ବୁଝିହେଲା? ଆଉ କାଲି ତମମାନଙ୍କର ସବୁ ଯେଉଁ ବିଭକ୍ତି ଚିହ୍ନ ଆଉ
जो टीटा गुड़े गुड़ाक एगुड़ा सब मन रखा क्या कौ विभक्ति चिन्ह को एक वचन कौटा को बहुवचन से मन रख व्हाट्सएप चैनल लिंक तुमको डिस्क्रिप्शन में देती सुशांत ट्यूटोरियल व्हाट्सएप चैनल से तुम मैंने जाकि जॉइन हो सब तुम जहाँ भी इंपोर्टाट मटेरियल से सेंड करनेबी। नेक्स्ट क्वेश्चन को जीवा रही क्यों क्यों व्यंजन ध्वनि मिसिले ज्ञ आमर युक्त ध्वनि होता है कह समझते राइट आंसर कौन हो जुक्ताक्षर क्या कहवा कहल जुक्ताक्षर आम क्या कहवा युक्त व्यंजन क्या कहवा जेते बेले आमर व्यंजन वर्ण सहित व्यंजन वर्ण मिशुची ताको आम कौन कहवा जुक्ताक्षर बा युक्त व्यंजन वर्ण बोली कहवा बुझीगला। तो ठीक ज्ञ जदि आम देखा आमर राइट आंसर कौन हो ना ज सहित जितेबले न्य मिशुची ताको आम ज्ञ बोली कहवा एटा तुम मैंने मन रख। नेक्स्ट क्वेश्चन को जीवा केउटी एक शुद्ध स्वर ध्वनि नुहे नुहे पचारि आमको आमर राइट आंसर कौन हो शुद्ध स्वर ध्वनि आम जाचे केतोटी आमर 6टी रही मन रख 6टी आमर शुद्ध स्वर ध्वनि कौन कौन को समझते कौन कौन कहे अ रहा आ रहा हर्षई रहा आउ आमर हर्षौ रहा बुझीगला ए आउ ओ ये सब आमर शुद्ध स्वर ध्वनि 6टा ताले ओ अच्छी हर्षई अच्छी ए अच्छी किंतु ओईटा जो रहा आम जानी आपको आम कौन कही था संयुक्त स्वर ध्वनि बोली कही था। ह्रस्व स्वर जमी आम यदि कहवा आमर 6टी ह्रस्व स्वर रही अ हर्षई तापर हर्षौ रु ए आउ ओ मन रख ये हूँ ह्रस्व स्वर बुझीगला। आउ दीर्घ स्वर आमर रे आ दीर्घ ई आउ दीर्घ मन रख। नेक्स्ट क्वेश्चन बुझा रही कोपत पक्षी निरीहता प्रसिद्ध ये वाक्य जो निरीहता रही है कौन निरीहता को समझते राइट आंसर आमर कौन हो निरीहता प्रसिद्ध। तो आम यदि देखा आमर पद जो रहा पद को 5 भाग विभक्त कराई आम जाचे कौन कौन आमर विशेष्य विशेषण सर्वनाम अवय आउ क्रिया ये आमर विभक्त करा से विशेष्य को 5 भाग विभक्त कराई तुम परीक्षा पचार कौन कौन ना आमर व्यक्ति नाम बा संज्ञावाचक जातिवाचक गुणवाचक अवस्थावाचक आउ क्रियावाचक बुझीगला। से भली आम यदि कहवा ये जो निरीहता कौन हो समस्ते निरीहता गोटे सर्वनाम कि सर्वनाम आम क्या कहवा ना जी विशेष पद बदल में गोटे अन्य पद बदल में व्यवहृत होता है सर्वनाम कहवा यहाँ सर्वनाम तो हेनी। विशेषण क्या कहवा ना जो पद अन्य गोटे पदर गुण को प्रकाश करता है तो ये निरीहता तो कौन सी गुण आमर प्रकाश करनी तो ये विशेषण हम नहीं। तापर अवय कि जो पदर कौन परिवर्तन हुए नहीं आम जाने अवय कहवा तो अवय तो आमर हेनी ओ एवं किंतु एगुड़ सब कौन अवय तो आमर राइट आंसर हो गुणवाचक विशेषण कहीं आम जाचे ये कौन कला आमर ये ना जो कोपत पक्षीर गुण को आमर कौन प्रकाश कर सॉरी कोपत पक्षी को आमर तार निरीहता गोटे आमर गुण को प्रकाश कर कोपत पक्षी जदि विशेषित करते आम विशेषण करदे था बुझेगा यहाँ तुम मैंने मन रख राइट आंसर हो कौन गुणवाचक विशेष्य। अच्छा गुणवाचक विशेष्यर आमर को समस्त अन्य नाम कौन यदि गुणवाचक न थी आमर आउ गोटे थे से करते राइट आंसर कौन हो गुणवाचक समस्त लाइव चैट रे कह जहाँ जहाँ डाउट रही तुम मैंने कमेंट सेक्शन में कमेंट कर मत बुझीगला। आम यदि कहवा यदि कही था आमर गुणवाचक आम जाने कौन अवस्थावाचक मन रख गुणवाचक
बा अवस्थावाचक। निरीहटा मन रखिबो निरीह होची निरीह आमर विशेषण निरीह विशेषण बुझेला किंतु जेतेबेले ता आमर लागिगला निरीहता से आमर कोन गोटे गुण बा भावर नाम को बुझेला आमे जानिछे गोटे नामवाचक पद को आमे कोन कहिबा आमे विशेष्य बोली कहिबा बुझेला एटा त माने मन रखा गुणवाचक मध्ये भाववाचक बोली मध्ये कुआ जाई थाए मन रखिबो। नेक्स्ट क्वेश्चन कोनोसी पद वाक्य कोनोसी पद बा वाक्य बदल रे जहा व्यवहृत होई थाए एने त मान कहली अन्य पद बदल रे आमे जे पद व्यवहार करथाउ ताको आमे कोन कहिथाउ ताको आमे सर्वनाम बोली कहिथाउ बुझेला एटा मन रखिबो। जेमिति कि आमे कहिबा से ताहा बुझौछि एहा आपे जेउ माने ये सब सर्वनाम रे हमर पळैबो। नेक्स्ट क्वेश्चन रहिछि अयन वर्म सरणी इत्यादि केउ शब्दर प्रतिशब्दर सेमिति अन्य नाम तमानु कहितली कोन गोटे होछि समार्थक शब्द आ गोटे होछि एकार्थक शब्द आ गोटे होछि पर्यायवाची शब्द समान अर्थक शब्द याको आमे प्रतिशब्द बोली कहिथाउ। ताले कोह ए प्रतिशब्द काहार हमर एगुडी को हेजिवो अयन वर्म सरणी तो मन रखिबो एठी हमर राइट आंसर हेजिवो बाट बुझेला जे आमे मार्ग कहिथाउ पंथा कहिथाउ बुझियोछि तो ए सब हमर बाटर प्रतिशब्द। प्रत्युषर कोह विपरीत शब्द कोन हबो प्रत्युषर विपरीत शब्द कोन हबो मन रखिबो एठी हमर राइट आंसर हेजिवो प्रत्युषर कोन प्रदोष बुझेला प्रत्युष माने आमे कोन कहिथाउ ना हमर जो सकाळ रहिला बुझियोछि बा प्रभात ताको आमे बुझेइथाउ ताले प्रदोष कोन ना हमर संध्या बा संज मन रखिबो। नेक्स्ट क्वेश्चन तमानकर आ किछिटा जो रहि जाईछि रूढ़ी लोकवाणी से गुडी को मु जदी हबो गोटे क्लास रे नै आसीबी एका बेले बुझियला से गुडी को हमें कंप्लीट करनवा नचे तमानक मु सेंड कर देबी हमनकर व्हाट्सएप चैनल हो टेलीग्राम रे तमानक सेंड कर नेबी। असहिष्णु हेबा यह रूढ़ी रे कोन कहै छै असहिष्णु हेबा बा हम कहबे रूढ़ी रो अर्थ कोन को समझते गालरे हाथ दबा तो एटा तो हबो नै गालरे हाथ दबा माने कोन हमें विस्मय प्रकाश करिबा बुझिला तुम देखि दियो हमर जेतले आश्चर्य दितांती मूवी हो कार्टून हो कोन सब गालरे हाथ दियंती कंटा बाडरे लुगा पकाई कଳି करिबा माने कोन आमे जानछे निजे निजे आडू कଳି सृष्टि करिबा छाई न माडिबा ना छाई पडिले नाइ डेबा कोन होई जिबा असहिष्णु हवा माने मन रखिबो राइट आंसर हमर होई जिवो छाई पडिले नाही डेइबा होई जिवो राइट आंसर। पर लागि पुओ मुंड छुईबा ए रूढ़ी रो अर्थ कोन को समझते तो एठी मन रखिबो हमर कोन होई जिवो को अन्य पाई जीवन मुर्छिबा बुझेला एटा होई जिवो राइट आंसर बा विपद को डाकी आनिबा बा हम कहबा विपद बरण करिबा बुझेला कोनोसी स्वार्थ न थाई आमे कोन करिबा अन्य कहा पई हमर प्रिय वस्तु हो बा निजको आमे विपद मुंकु ठेली देबा ए रूढ़ी रो अर्थ। नीरव आर कहै जिवो व्युत्पत्ति कोन होई जिवो नीरव शब्द रो व्युत्पत्ति कोन व्युत्पत्ति माने हम जानछि किपरि उत्पत्ति हेछि को समझते राइट आंसर हमर कोन हे जिवो तो मन रखिबो विसर्ग संधि नियम अनुଯାयी बुझेला विसर्ग परे जेते बेले हमन कोन र रहुची बुझौची विसर्गटा हमर लोप पाए एवं पूर्व पदर जो हर्षई थाए सेटा दीर्घई रे परिणत होई थाए मन रखिबो ताहाले आमे एठी कहि देबा निहि युक्त रब हमर हेइ जिवो कोन नीरव बुझेला एटा मन रखिबो। नेक्स्ट क्वेश्चन जिवा रहिछि शरत काल आसिला
ଓ ଆକାଶରେ ନିର୍ମଳ ଜହ୍ନ ଶୋଭା ପାଇଲା, ଏହା କେଉଁ ବାକ୍ୟ? କୁହ ସମସ୍ତେ। ପୂର୍ବ ଆମେ ଯଦି କହିବା ଆମର 24-25ରେ ବାକ୍ୟରୁ କୋଶ୍ଚିନ୍ ଆସିନଥିଲା, କିନ୍ତୁ ଏଥିରୁ କୋଶ୍ଚିନ୍ ତମାନଙ୍କର ଯଦି ଆସିବ ଯେମିତି ଆମର ଠିକ୍ କରିକି ଆସିବ। ଏଥିରୁ ତମାନଙ୍କୁ ଗୋଟେ ଡିଟେଲ୍ସ ଭିଡ଼ିଓ ମୁଁ ଆଣିଥିଲି ତମାନଙ୍କ ପାଇଁ। ତ ଆମେ ଜାଣିଛେ ଯେତେବେଳେ ଗୋଟିଏ ସମାପିକା କ୍ରିୟା ଥିବ ତାକୁ କହିବା ସରଳ ବାକ୍ୟ। ଏକାଧିକ ଆମର ସରଳ ବାକ୍ୟ ମିଶିକି ଯେତେବେଳେ ଓ ଏବଂ ଏଇଭଳି ଅବ୍ୟୟ ଦ୍ୱାରା ହେଉଥିବେ ତାକୁ ଆମେ କହିବା ଯୌଗିକ ବାକ୍ୟ। ଯେତେବେଳେ ଗୋଟିଏ ବାକ୍ୟ ଅନ୍ୟ ଗୋଟିଏ ବାକ୍ୟ ସହ ମିଶିକି ଥାଏ କହୁଛି ଆମର ଗୋଟେ ବାକ୍ୟ ଅନ୍ୟ ଗୋଟେ ବାକ୍ୟକୁ କ'ଣ ଅପେକ୍ଷା କରିବ ତାକୁ ଆମେ ଜଟିଳ ବାକ୍ୟ କହିଥାଉ। ଏବଂ ଯେକୌଣସି ବାକ୍ୟର ସମନ୍ୱିତ ରୂପକୁ ବା ଆମେ କହିବା ଜଟିଳ ସହିତ ସରଳ, ଜଟିଳ ସହିତ ଯୌଗିକ ଯେତେବେଳେ ମିଶି ଯାଉଛି ଆମେ ତାକୁ ମିଶ୍ର ବାକ୍ୟ ବୋଲି କହିଥାଉ। ତାହେଲେ ଏଠି ଆମେ ଦେଖିବା ଶରତ କାଳ ଆସିଲା, ଇଏ ଗୋଟେ କ'ଣ ନା ଇଏ ଗୋଟେ ହେଉଛି ଆମର ସରଳ ବାକ୍ୟ, କାରଣ ଗୋଟିଏ ସମାପିକା କ୍ରିୟା ଆସିଲା ରହିଛି। ଏବଂ ଆକାଶରେ ନିର୍ମଳ ଜହ୍ନ ଶୋଭା ପାଇଲା, ଇଏ ମଧ୍ୟ ଆଉ ଗୋଟେ ସରଳ ବାକ୍ୟ। ଏବଂ ଓ ଯେଉଁ ରହିଲା ସଂଯୋଜକ ଅବ୍ୟୟ ବା ଅବ୍ୟୟ ଦ୍ୱାରା ଆଡ଼ ହେଇଛନ୍ତି, ତେଣୁ ଯେହେତୁ ଏକାଧିକ ସରଳ ବାକ୍ୟ ଆମର ଓ ଏବଂ ଏଇଭଳି ସଂଯୋଜକ ଦ୍ୱାରା ଆଡ଼ ହେଲା ତାକୁ ଆମେ କ'ଣ କହିଦେବା, ତାକୁ ଆମେ ଯୌଗିକ ବାକ୍ୟ ବୋଲି କହିବା। ବୁଝିହେଲା? ଏତିକି ତମମାନେ ମନେ ରଖିବ। ଇଂରାଜୀରେ ଯାହାକୁ ଆମେ କ'ଣ କହିଥାଉ ନା ଆମର କମ୍ପାଉଣ୍ଡ ସେଣ୍ଟେନ୍ସ ବୋଲି କହିଥାଉ। ବୁଝିହେଲା? ଇଂଲିଶରେ ଯେତେବେଳେ ତମେ ସେଣ୍ଟେନ୍ସ ପଢ଼ିବ ତାକୁ ଆମେ ଯୌଗିକକୁ କମ୍ପାଉଣ୍ଡ, ସରଳକୁ ଆମର ସିମ୍ପୁଲ, ଜଟିଳକୁ କମ୍ପ୍ଲେକ୍ସ ବୋଲି କୁହାଯାଇଥାଏ। ମନେ ରଖିବ। ରହିଛି କେଉଁ ଶବ୍ଦରେ ଅତି ଉପସର୍ଗ ଲାଗି ନାହିଁ? କୁହ ସମସ୍ତେ। ଆମେ ଯଦି କହିବା ଉପସର୍ଗ, ଆମେ ଆକୁ କାହିଁକି କହିଥାଉ? ଆମର ଉପସର୍ଗ ଆମର କେତୋଟି ରହିଛି? 20ଟି। ଏକ୍ଜାମରେ ପଚାରି ସାରିଛି ଅଲରେଡ଼ି। ଉପସର୍ଗର ଅନ୍ୟ ନାମ କ'ଣ ନା ପୂର୍ବ ପ୍ରତ୍ୟୟ। କାହିଁକି ନା ଇଏ ଆମର ଧାତୁ ବା ଶବ୍ଦ ପୂର୍ବରୁ ବ୍ୟବହୃତ ହେଉଥିବାରୁ ଏହାକୁ କ'ଣ କୁହାଯାଇଥାଏ? ପୂର୍ବ ପ୍ରତ୍ୟୟ ବୋଲି କୁହାଯାଇଥାଏ। ପୂର୍ବ ପ୍ରତ୍ୟୟ ପୂର୍ବରେ ଲାଗିଥାଏ। ତାହେଲେ କୁହ ଅତି ଉପସର୍ଗଟା କେଉଁଠି ଲାଗିନି? ତାମାନେ ଏଇ କେଉଁ ପୂର୍ବରେ ଆମର ଥିବ ଅତି ଉପସର୍ଗ। କୁହ ସମସ୍ତେ। ଦେଖ ଆମେ ତାକୁ ବ୍ୟୁତ୍ପତ୍ତି କଲେ ଇଜିଲି ତମମାନେ ଜାଣିପାରିବ, ତାର ସନ୍ଧି କଲେ। ବୁଝିହେଲା? ତ ଆମେ ଯଦି କହିବା ଅତ୍ୟାଚାର, ଦେଖ ଅତ୍ୟାଚାର କେମିତି ହେଇଛି ନା ଅତି ଯୁକ୍ତ ଆଚାର, ଏଠି ଅତି ଉପସର୍ଗ ଲାଗିଲା। ଅତି ତ ସେମିତି କହିବା ଅତି ଯୁକ୍ତ ଇତ, ଅତ୍ୟନ୍ତ ଅତି ଯୁକ୍ତ ଅନ୍ତ। ତ ଏଠି ସବୁ ଆମର କ'ଣ ଲାଗିଛି? ଅତି ଉପସର୍ଗ ଲାଗିଛି। କିନ୍ତୁ ଏଇଠି ତମେ ଦେଖିପାରୁଥିବ ଅଧି ରହିଛି। ବୁଝିହେଲା? ଅଧି ଯୁକ୍ତ ଅତି। ତାହେଲେ ଯେହେତୁ ଏଠି ଅଧି ରହିଲା ଏଇଟା ଆମର କ'ଣ ହେଇଯିବ? ଅଧି ଉପସର୍ଗ ହେଇଯିବ। ତ ଏଠି ଅତି ନାହିଁ। ତ ଆମର ରାଇଟ୍ ଆନ୍ସର ହେଇଯିବ ଅପସନ୍ ଏ। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍ ଯିବା। ମୁଁ ଅତି ସହଜରେ ଏହା କରିପାରିବି। ତ ଏଠି ଆମର ପଚାରିଛି ଆମର ଏହି ବାକ୍ୟରେ ସହଜରେ କେଉଁ ବିଭକ୍ତି ହୋଇଛି? କୁହ ସମସ୍ତେ। ବିଭକ୍ତି ଚିହ୍ନ କାଲି ତମମାନଙ୍କୁ ସେଣ୍ଡ କରିଥିଲି, ତ କୁହ ରାଇଟ୍ ଆନ୍ସର କ'ଣ ହେଇଯିବ? ତ ମନେ ରଖିବ ଆମର ରାଇଟ୍ ଆନ୍ସର ଏଠି ହେଇଯିବ ଯଦି ଦେଖିବା ଆମର ରେ ପ୍ରତ୍ୟୟ ଲାଗିଛି। ରେ ଦ୍ୱାରା ମାନଙ୍କ ଦ୍ୱାରା କୋଉ ବିଭକ୍ତି? ଆମେ ଜାଣିଛେ ତୃତୀୟା ବିଭକ୍ତି। କିନ୍ତୁ ରେ ଠାରେ ମାନଙ୍କ ଠାରେ ସେଇଟା ହେଉଛି ସପ୍ତମୀ ବିଭକ୍ତି। ବୁଝିହେଲା? ଏଇଟା ତମମାନେ ମନେ ରଖିବ। ବିଭକ୍ତି ଆମର କାହାକୁ କୁହାଯାଏ ନା ଯେଉଁ ପଦ ବା ଆମେ କହିବା ଯେଉଁ ବର୍ଣ୍ଣ ଚିହ୍ନ ବା ସଂକେତ ଦ୍ୱାରା ଆମର କେଉଁ ବଚନ କେଉଁ କାରକ ଏଗୁଡ଼ିକ ଜଣାପଡ଼ିଥାଏ ତାକୁ ଆମେ ବିଭକ୍ତି ବୋଲି କହିଥାଉ। ବିଭକ୍ତି ଆମର ହେଉଛି 7ଟି। କ'ଣ କ'ଣ? ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଆଉ ସପ୍ତମୀ। ବୁଝିହେଲା? କାରକ ହେଉଛି 6ଟି। କ'ଣ କ'ଣ? କର୍ତ୍ତା, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ ଆଉ ଅଧିକରଣ। ଯେଉଁ ପଦର କ୍ରିୟାପଦ ସହିତ ସମ୍ବନ୍ଧ ଥାଏ ତାକୁ ଆମେ କାରକ ବୋଲି କହିଥାଉ। ଏ ଡେଫିନେସନ୍ ଗୁଡ଼ିକ ତମମାନଙ୍କର ଅଲରେଡ଼ି ଏକ୍ଜାମରେ ଆସିଛି, ତାକୁ ମନେ ରଖିବ। ବୁଝିହେଲା? ତାପରେ ଡାଇରେକ୍ଟ ତମମାନଙ୍କୁ ଏମିତି କ୍ୱେଶ୍ଚିନ୍ ଆସିବ। କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ? ଆମେ ଜାଣିଛେ ପ୍ରଥମା, କର୍ମ କାରକରେ ଦ୍ୱିତୀୟା, କରଣ କାରକରେ ତୃତୀୟା, ଆଉ ସମ୍ପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପଞ୍ଚମୀ, ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ। କିନ୍ତୁ ଯେଉଁ ସମ୍ବନ୍ଧ ପଦ ରହିଲା ଏଇଟା କୌଣସି କାରକ ନୁହେଁ। ବୁଝିହେଲା? କାହିଁକି? ଏହାର କ୍ରିୟାପଦ ସହିତ ସିଧାସଳଖ ସମ୍ପର୍କ ନଥାଇ
अन्य पद जो रहा विशेष्य सर्वनाम एमान सहित कौन संपर्क थाए से आपको आमर कहुए संबंध पद आ संबंध पदरे आम जाने आमर षष्ठी विभक्ति हुए एवं आर चिन्ह हूँ रंग कर मानकर बुझेगा ये षष्ठी विभक्ति चिन्ह जमी रामर हरिर बालक मानकर बुझेगा ये सब षष्ठी विभक्ति आमर चिन्ह। नेक्स्ट क्वेश्चन से मो साथी रे बहुत खेल खेलिला यह क्यों प्रकार वाक्य को समझते। अच्छा आम जाचे आमर जो जदि वाक्य गोटे कर्म अच्छी ताको आम कौन कहवा सकर्मक दीटा कर्म अच्छी ताको आम कहवा द्विकर्मक कौन सी कर्म नाही ताको आम कहवा अकर्मक। ताले कुह एठी आमर कर्म अच्छी ना कर्म दीटा अच्छी ना कर्म नाही को समझते। तो आम जाचे क्रिया को आम यदि पचारिया क्या कौन ये प्रश्न लगे प्रश्न कले आमको उत्तर कौन मिले कर्मपद मिली थाए। तो खेलिला कौन खेलिला बुझीगला आमर कौन मिलूँ कौन खेलला ना खेल खेलिला आमको उत्तर खेल मिलला। तो जेहेतु आमर मिलला तो ये आम कौन कहीदेवा यहाँ गोटे कर्म अच्छी बुझीगला ताको आम सकर्मक बोली कहवा बुझीगला। यहाँ तो मैंने मन रखिब यदि पचार क्रियापद कौटा क्रियापद हूँ खेलिला। अच्छा कर्म जो आम जाचे आमर जो दीटा रही कर्म गोटे हूँ आमर मुख्य कर्म आ गोटे गौण कर्म मन रखिब यहाँ मुख्य कर्म क्या कहवा ना यहाँ प्रायतः आमर क्रिया पूर्वर बसी थाए अप्राणीवाचक होता है आ गौण कर्मटा आमर द्वितीय विभक्ति चिन्ह थाए को मानू आमर प्राणीवाचक होता है बुझीगला। जेमिति एग्जांपल देवी शिक्षक शिक्षक छात्र को प्रश्न पचारिले बुझीगला। तो ये आम यदि देखा पचारिले हूँ क्रिया एन तो मानू कहली जोटा क्रिया पूर्वर थाए अप्राणीवाचक थाए ताको आम कही था मुख्य कर्म आ जोटा द्वितीय विभक्ति चिन्ह थाए को मानू आउ प्राणीवाचक होता है ताको आम कहवा गौण कर्म बा अप्रधान कर्म मुख्य बा प्रधान कर्म यहाँ तुम मैंने मन रख। नेक्स्ट क्वेश्चन को जा पुरी रे बहुत बड़ बड़ मठ रही माता मठ समस्त जाइच पुरी गोटे अच्छी माता मठ बुझीगला से आमर चैतन्यर बड़ मूर्ति रही आमर बजरंगबली जो हनुमान बड़ बड़ मूर्ति रही। तो जीव जदि केबे पुरी सेटा देखी नब किंतु आम यदि कहवा जो तार रिपेयरिंग होनी आमर जिते नुआ जो टाइम होता से टाइम जहाँ होता बुझीगला। तो मिनी वृंदावन बोली आमर कहुए। तो पुरी रे जदि आम कहवा जो पुरी रही तार शुद्ध रूप कौन शुद्ध शुद्ध आम रही कह समस्ते राइट आंसर कौन हो आम जाचे ओडिशार प्रसिद्ध श्रीक्षेत्र जगन्नाथ धाम बोली आम कही था। वर्तमान आमर कौन रथ यात्रा सरी तो यहाँ इजिली समस्ते कहींपारे आमर पुरी लेखा केमती यहाँ हूँ तार शुद्ध रूप बुझेगा। अनक्ष रसुकार रे दीर्घकार सुआर वर्तमान शब्दटी कौन सुआर को समझते सुआर मान कौन जानच जी आमर रोसई करे बुझेगा। तो मन रखिब एठी आमर राइट आंसर कौन ना सुपकार सुपकार हूँ संस्कृत मूल शब्द बुझेगा अपभ्रंश तद्भव बही से कौन सुआर शब्द आमर गठित होड़िया शब्द भंडार को आम जाचे आमर चारि भाग रे विभक्त कराई गोटे हूँ तत्सम तद्भव देशज वैदेशिक संस्कृत सहित जी अविकल समान तत्सम संस्कृत रु जी उद्भव ताको आम कही था तद्भव तापर आमर विभिन्न अंचल जो शब्द आम व्यवहार कही था देशज आउ विदेश जी आसी वैदेशिक कौटा ठीक आमर लिखाई को समस्ते षाण्मासिकटा आमर कौटा ठीक को समस्ते
ଆମର ଆମେ ଜାଣିଛେ ଷାଣ୍ମାସିକ ପରୀକ୍ଷା ଆମେ ଯେତେବେଳେ ହେଉଥିଲା ତ ଏଇଟା ଆମର ରାଇଟ୍ ଆନ୍ସର ହେଇଯିବ। ନେକ୍ସଟ କ୍ୱେଶ୍ଚନକୁ ଯିବା। ରହିଛି ପ୍ରତିମା ସାମାଜିକ ବିଜ୍ଞାନ ଭଲ ପଢ଼େ। ଏଥିରେ ପ୍ରତ୍ୟୟଟିକୁ ଚିହ୍ନ। ଯେଉଁ ସାମାଜିକରେ ଆମର କୋଉଟା ରହିଛି ତା ବିପରୀତ ଯଦି ଦେଖିବା କ'ଣ ହେଇଯିବ କୁହ ସମସ୍ତେ। ତ ଏଠି ଆମର ମନେ ରଖିବ ଦୀର୍ଘଇକାର ହେବ ନାହିଁ, ଆଉ ସାମାଜ ବି ହେବା ନାହିଁ, ସାମା ବି ହେବ ନାହିଁ। ଆମର କ'ଣ ହେଇଯିବ ସମାଜ ଯୁକ୍ତ ଏକ। ବୁଝିହେଲା କ'ଣ ହେଇଯିବ ସାମାଜିକ। ନେକ୍ସଟ କ୍ୱେଶ୍ଚନକୁ ଯିବା। ଶିକ୍ଷକ ଛାତ୍ରମାନଙ୍କୁ ପାଠ ପଢ଼ାଇଲେ। ଆମର ଓଡ଼ିଆ ବ୍ୟାକରଣରେ ଏଇ ପଦରୁ ଯେମିତି ହେଲେ ଗୋଟେ କ୍ୱେଶ୍ଚିନ୍ ତମମାନଙ୍କୁ ଆସୁଛି। ବୁଝିହେଲା ଟପିକ୍ ୱାଇଜ୍ କ୍ଲାସ୍ ଦେଖିନେବ, ତାରି ଭିତରୁ ହିଁ ଯାହା ଆସିବ ତାରି ଭିତରୁ ହିଁ ତମମାନଙ୍କୁ ପ୍ରଶ୍ନ ଆସିବ ପଦରୁ। କନସେପ୍ଟ ତମମାନଙ୍କର ପୁରା କ୍ଲିୟର ହେଇଯିବ। ରହିଛି ଶିକ୍ଷକ ଛାତ୍ରମାନଙ୍କୁ ପାଠ ପଢ଼ାଇଲେ। ଏଥିରେ ଥିବା କ୍ରିୟାପଦଟିକୁ ଚିହ୍ନାଅ। କୁହ ସମସ୍ତେ। ଇଜିଲି ଆମେ ଜାଣିପାରିବା ଆମର ରାଇଟ୍ ଆନ୍ସର କ'ଣ କାର୍ଯ୍ୟ ସମ୍ପାଦନ ଯେଉଁଠି ହୁଏ ତାକୁ ଆମେ କ୍ରିୟା ବୋଲି କହିଥାଉ। ବୁଝି ହେଉଛି ତ ଆମର ପଢ଼ାଇଲେ କ'ଣ କ୍ରିୟା ହେଇଯିବ। ମୁଖ୍ୟ କର୍ମ କ୍ରିୟା କୁହ ସମସ୍ତେ। ମୁଖ୍ୟ କର୍ମ ହେଉଛି ପାଠ, କ୍ରିୟା ପୂର୍ବରୁ ରହିଛି ଅପ୍ରାଣୀବାଚକ। ଦ୍ୱିତୀୟ ବ୍ୟକ୍ତି ଚିହ୍ନ ରହିଛି କୁଙ୍କୁ ମାନଙ୍କୁ ଆଉ ପ୍ରାଣୀବାଚକ ଛାତ୍ରମାନଙ୍କୁ ହେଇଯିବ ଗୌଣ କର୍ମ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନ। ଆଉ ଶିକ୍ଷକ ଆମର କ'ଣ ଶିକ୍ଷକ ହେଉଛନ୍ତି କର୍ତ୍ତା। ଆମର କ୍ରିୟାପଦ ଯଦି ପଚାରିଲେ ଆମର କିଏ ହେଇଯିବ ନା ପଢ଼ାଇଲେ ହେଇଯିବ ରାଇଟ୍ ଆନ୍ସର। ଆଖି ଦେଖାଇବା ରୂଢ଼ିର ଅର୍ଥ କ'ଣ? ଆମେ କହିଥାଉ ତୁ ମୋତେ ଆଖି ଦେଖାନି। ନାଲି ଆଖି କ'ଣ ଦେଖାଉଛୁ? ତ ଯେଉଁ ଆମେ ଯଦି କହିବା ଆଖି ଦେଖାଇବା ରୂଢ଼ିର ଅର୍ଥ କ'ଣ ହେଇଯିବ ନଜର ପକାଇବା ହେବନି। ବୁଝିହେଲା। ଆଖିରେ ଆଖି ମିଶାଇବା ହେବନି, ନାଇଁ କି? ଆଉ ଆଖି ପରୀକ୍ଷା କରିବା ହେବନି। କ'ଣ ହେବା ଭୟ କରାଇବା। ଆଖି ଦେଖାଇବା ମାନେ ଭୟ କରାଇବା। ବଡ଼ ବଡ଼ କରି ଯେଉଁ ଆମର ଅନେଇବା, ଯାପରେ ଆଖି ବଡ଼ ବଡ଼ କରିକି ରାଗ ଡର ଏଗୁଡ଼ିକ ଦେଖାଇବା, ଆକୁ ଆମେ କହିବା କ'ଣ ଆଖି ଦେଖାଇବା। ରୂଢ଼ି ଯଦି ପଚାରିବ ତମମାନଙ୍କୁ ରୂଢ଼ି କେତେ ପ୍ରକାର ଆମେ ଜାଣିଛେ 3 ପ୍ରକାର। ଗୋଟେ କ୍ରିୟାଯୁକ୍ତ ରୂଢ଼ି ଯେଉଁଠି କ୍ରିୟା ରହିଥାଏ, କ୍ରିୟାହୀନ ରୂଢ଼ି ଯେଉଁଠି କ୍ରିୟା ନଥାଏ, ଆଉ ଯେଉଁଠି ତୁଳନା କରାଯାଇଥାଏ ତାକୁ ଆମେ ତୁଳନାତ୍ମକ ବା ଉପମାବାଚକ ବୋଲି କହିଥାଉ। ମନେ ରଖିବ ଏଇଟା ଏକ୍ଜାମରେ ପଚାରୁଛି ତୁଳନା ଥାଇକି ଉପମା ଥାଏ, ପରି ସଦୃଶ ଏଇଭଳି ଶବ୍ଦ ଆମର ରହିଥାଏ। ନେକ୍ସଟ କ୍ୱେଶ୍ଚିନ୍। ସମସ୍ତେ ମକ୍ ଟେଷ୍ଟ ଦେଉଛ। ଆମର ଯେଉଁମାନେ ମକ୍ ଟେଷ୍ଟ ଦେବା ଚାହୁଁଛ ଏଇ ନମ୍ବରରେ ମେସେଜ କରିବ 9861982155। ମକ୍ ଟେଷ୍ଟ ସମସ୍ତେ ଦେବ। ଏଇ ନମ୍ବରରେ ମେସେଜ କରିବ। 99 ରୁପିଜ୍ ତମମାନଙ୍କର ମକ୍ ଟେଷ୍ଟ ରହିବ। ବାଇଲିଙ୍ଗୁଆଲ ତମମାନଙ୍କର ରହିଛି ଏବଂ ତମମାନଙ୍କର ଟପିକ୍ ୱାଇଜ୍ ମକ୍ ଟେଷ୍ଟ ଦେବା ସହିତ ଫୁଲ୍ ଲେନ୍ଥ ମକ୍ ଟେଷ୍ଟ ମଧ୍ୟ ସମସ୍ତେ ବାରମ୍ବାର ପ୍ରାକ୍ଟିସ୍ କର। ବହୁତ ହେଲ୍ପଫୁଲ୍ ରହିବ। ତମମାନେ ନିଶ୍ଚୟ ଏକ୍ଜାମରେ ମଧ୍ୟ ଟାଇମ୍ ମ୍ୟାନେଜମେଣ୍ଟ କରିପାରିବ। ନଚେତ୍ ବହୁତ ପିଲା ଆମର ପ୍ରୋବ୍ଲେମ୍ ଫେସ୍ କରିଛନ୍ତି ଯେ ଟାଇମ୍ ସେମାନଙ୍କୁ କ'ଣ ପାଏ ନାହିଁ। ବୁଝିହେଲା। ମକ୍ ଟେଷ୍ଟ ସମସ୍ତେ ଫୁଲ୍ ଲେନ୍ଥ ମକ୍ ଟେଷ୍ଟ ଦିଅ, ଟପିକ୍ ୱାଇଜ୍ ମଧ୍ୟ ଦିଅ, ବାରମ୍ବାର ପ୍ରାକ୍ଟିସ୍ କର। ତମମାନଙ୍କୁ ବହୁତ ସାହାଯ୍ୟ କରିବ। ବୁଝିହେଲା ଏକ୍ଜାମରେ। ତ ଏଇ ନମ୍ବରରେ ତମମାନେ ମେସେଜ କରିପାରିବ। ଶିକ୍ଷକଙ୍କୁ ସମ୍ମାନ ଦିଅ। ଏଠି ଥିବା ଉପସର୍ଗଟିକୁ ଚିହ୍ନାଅ। କେଉଁଥିରେ ନା ଏ ଯେଉଁ ସମ୍ମାନରେ ଆମର କେଉଁ ଉପସର୍ଗ ରହିଛି କୁହ ସମସ୍ତେ। ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ ସେଇଟା ତମମାନଙ୍କୁ ମନେ ରଖିବାକୁ ପଡ଼ିବ। ବୁଝିହେଲା। ଏଥିରୁ ତମମାନଙ୍କୁ କ୍ୱେଶ୍ଚିନ୍ ଆସୁଛି। 20ଟି ଯେଉଁ ଉପସର୍ଗ ରହିଛି ଆମର ସମ୍ମାନଟା କେମିତି ହେଇଛି କୁହ ସମସ୍ତେ। ଏଇଟା ଆମର ହେବନି, ସଂ ହେବନି, ସନ ଯୁକ୍ତ ହେବନି, ସଂଯୁକ୍ତ ଆନ ହେବନି। କ'ଣ ହେବ ସଂଯୁକ୍ତ ମାନ, ମାନେ ସମ୍ମାନ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନ। ଧନୀର ବିପରୀତ ଶବ୍ଦଟି କ'ଣ? ଧନୀ ଶବ୍ଦର ବିପରୀତାର୍ଥ ବୋଧକ ଶବ୍ଦ ଆମର କ'ଣ ହେଇଯିବ ସମସ୍ତେ। ଧନୀର ଆମର କ'ଣ ହେଇଯିବ ନିର୍ଧନ। ବୁଝିହେଲା। ଧନୀ ନିର୍ଧନ ହେଇଯିବ ଆମର ରାଇଟ୍ ଆନ୍ସର। ବୁଝି ହେଉଛି। ନେକ୍ସଟ ଯିବା ବା କହିବା ଯାହାର ଧନ ନାହିଁ ତାକୁ ଆମେ କ'ଣ କହିବା ନିର୍ଧନ ବୋଲି କହିବା। ଧନୀ ନିର୍ଧନ। ନେକ୍ସଟ କ୍ୱେଶ୍ଚନ। ମହାନଦୀରେ 10 ଫୁଟ ପାଣି ବହୁଛି। ବର୍ତ୍ତମାନ ଆମେ ଜାଣିଛେ ଆମ ଓଡ଼ିଶାରେ କ'ଣ ବନ୍ୟା ପରିସ୍ଥିତି ଆସିଛି। ଆସାମରେ ତ ଆମର
ଦେଖିଥିବ ସବୁ ଆସାମ ଖବର କ'ଣ ନା ବହୁତ ଜଣ 70 ଜଣ ପ୍ଲସ୍ ଲୋକ କ'ଣ ମୃତ୍ୟୁବରଣ କରିସାରିଲେଣି। ଆମ ଓଡ଼ିଶାରେ ମଧ୍ୟ ଏବେ ଆମର ପାଣି ବଢ଼ି ବଢ଼ି ଚାଲିଛି। ବହୁତ ଆମର ଅଞ୍ଚଳରେ ମଧ୍ୟ ଆମର କ'ଣ ବନ୍ୟା ହେଇଛି। ଆମେ ଯଦି କହିବା ବାଲେଶ୍ୱର ସେପଟେ ଆମର ମହାନଦୀରେ ମଧ୍ୟ ଆମର ଯେଉଁ ତେଲ ନଦୀ ରହିଛି ସେଥିରୁ ଯେଉଁ ବନ୍ୟା ଆମର ନଦୀ ପାଣି ଆସିକି ମିଶିବା ଦ୍ୱାରା କ'ଣ ଆମର ବଢ଼ୁଛି। ତ ମହାନଦୀରେ 10 ଫୁଟ ପାଣି ଯଦି ଆମେ କହିବା ବହୁଛି, ଏଇଟା କେଉଁ ବିଶେଷଣ? କେଉଁଟା ଆମର ଏଠି କେଉଁଠି ବିଶେଷଣ ବୋଲି ପଚାରିଛି, କେଉଁଟା କୁହ ସମସ୍ତେ। ଆଉ ତମମାନେ ମଧ୍ୟ କହିବ ଆମର କୁହ ସମସ୍ତେ ରାଇଟ୍ ଆନ୍ସର କ'ଣ ହେଇଯିବ। ତ ଏଠି ଆମର ପାଣି ହେଉଛି ବିଶେଷ୍ୟ, ତାକୁ ବିଶେଷିତ କଲା କିଏ? 10 ଫୁଟ। 10 ଫୁଟ ଆମର କ'ଣ ପାଣି ବହୁଛି। ବୁଝିହେଲା? ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍ ବୁଝିବା। ତ 10 ଫୁଟ ଆମେ ଯଦି କହିବା ଏଇଟା ଆମର କ'ଣ ପରିମାଣାତ୍ମକ ବିଶେଷଣରେ ପଳେଇବ। ନେକ୍ସଟ କ୍ୱେଶ୍ଚିନ୍, ଚିତା କାଟିବା ରୂଢ଼ିର ଅର୍ଥ କ'ଣ? ଚିତା କାଟିଦେଲା ଆମେ କହିଥାଉ ତା ମାନେ କ'ଣ ଠକିବା। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍, ଆଶିଷ କୋଉଟା ଶୁଦ୍ଧ ରୂପ ଆମର ହେଇଯିବ? ଆଶିଷର ଶୁଦ୍ଧ ରୂପ କୁହ କୋଉଟା ହେଇଯିବ? ଆଶିଷ। ଏଗୁଡ଼ିକ ମନେ ରଖିବ। ଏଇ ଯେଉଁ ଶୁଦ୍ଧ ଶୁଦ୍ଧି ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ହିଁ ରିପିଟ୍ କରିଦିଏ ସିଏ। ବୁଝିହେଲା? ତ ଆମେ ଯଦି କହିବା ଆମର ରାଇଟ୍ ଆନ୍ସର କ'ଣ ହେଇଯିବ? ଅପସନ୍ ବି। ବୁଝିହେଲା? ଏଇଟା ହେଇଯିବ ରାଇଟ୍ ଆନ୍ସର। ଆଚ୍ଛା, ଆଶୀର୍ବାଦ ଲେଖିଲ। ଆଶୀର୍ବାଦ ଆମର କେମିତି? ଆଶୀର୍ବାଦ ରଖିବ ଆମର ଏଇଟା ହେଇଯିବ ଶୁଦ୍ଧ ରୂପ ତାର ଆଶୀର୍ବାଦ। ନେକ୍ସଟ କ୍ୱେଶ୍ଚିନ୍, ଆଗତର ବିପରୀତ ଶବ୍ଦ କ'ଣ ହେଇଯିବ? ଆଗତର ବିପରୀତାର୍ଥବୋଧକ ଶବ୍ଦ ଆମେ ଯଦି କହିବା, ଆଗତ ମାନେ କ'ଣ? ଯାହା ଆସି ସାରିଛି। ଆଉ ବିପରୀତ ତାର କ'ଣ ହେଇଯିବ? ଯାହା ଆସି ନାହିଁ। ଆମର ହେଇଯିବ ଅନାଗତ। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍ ବୁଝିବା। ଓଡ଼ିଆ ବର୍ଣ୍ଣମାଳାରେ କେତୋଟି ଆମର ଶୁଦ୍ଧ ସ୍ୱର ବର୍ଣ୍ଣ ରହିଛି? ତ ସମସ୍ତେ ଅଲରେଡ଼ି ମୁଁ ତମମାନଙ୍କୁ କହିସାରିଛି। ଶୁଦ୍ଧ ସ୍ୱର, ସଂଯୁକ୍ତ ସ୍ୱର, ହର୍ଷ ସ୍ୱର, ଦୀର୍ଘ ସ୍ୱର, ଏଗୁଡ଼ା ସବୁ ମନେ ରଖିବ। ଆମେ ଯଦି କହିବା ଶୁଦ୍ଧ ସ୍ୱର ବର୍ଣ୍ଣ ଆମର କେତୋଟି ରହିଛି? 6ଟି। ଅ, ଆ, ହର୍ଷ ଇ, ହର୍ଷ ଉ, ଏ ଆଉ ଓ। ସଂଯୁକ୍ତ ସ୍ୱର ବର୍ଣ୍ଣ 2ଟି ଆମର ରହିଛି। ଆଚ୍ଛା, ତମମାନଙ୍କୁ ଯେଉଁ କହିଥିଲି ଆମର ସବୁ ମନେ ରଖିବାକୁ କୁହାକୁ କେଉଁ ବର୍ଣ୍ଣ କୁହାଯାଏ, ମନେ ରଖିଛୁ ସମସ୍ତେ? ସମସ୍ତେ କହିବ, ମୁଁ ତମମାନଙ୍କୁ ଲେଖୁଛି। ତ ତମମାନେ ଲାଇଭ୍ ଚାଟ୍ରେ କୁହ ଆକୁ କେଉଁ ବର୍ଣ୍ଣ କୁହାଯାଏ। ସଂଘର୍ଷୀ ଧ୍ୱନି କାହାକୁ କୁହାଯାଏ? ସମସ୍ତେ ଲେଖ। ଆମେ ଯଦି କହିବା ଲୋଡ଼ିତ ବା ଲୁଣ୍ଠିତ ଧ୍ୱନି କାହାକୁ ଆମର କୁହାଯାଇଥାଏ? ପାର୍ଶ୍ୱିକ ଧ୍ୱନି କାହାକୁ କୁହାଯାଇଥାଏ? ତାପରେ ତମମାନଙ୍କର ଉତ୍କ୍ଷିପ୍ତ ଧ୍ୱନି କାହାକୁ କୁହାଯାଇଥାଏ? ଉତ୍କ୍ଷିପ୍ତ ଧ୍ୱନି। କୁହ ସମସ୍ତେ ରାଇଟ୍ ଆନ୍ସର କ'ଣ ହେଇଯିବ? ସଂଘର୍ଷୀ ମନେ ରଖିବ, ସ ଆଉ ହ କୁ ସଂଘର୍ଷୀ। ଲୋଡ଼ିତ ଧ୍ୱନି ଆମର ର କୁ କୁହାଯାଇଥାଏ। ପାର୍ଶ୍ୱିକ ଧ୍ୱନି କୁହାଯାଇଥାଏ ଳ ଆଉ ଲ କୁ ପାର୍ଶ୍ୱିକ ଧ୍ୱନି। ଉତ୍କ୍ଷିପ୍ତ ଧ୍ୱନି ଆମର ଡ ଆଉ ଢ କୁ କୁହାଯାଇଥାଏ। ଉଷ୍ମ ବର୍ଣ୍ଣ କାଲି ତମମାନଙ୍କୁ ହୋମୱାର୍କ ଦେଇଥିଲି। ଉଷ୍ମ ବର୍ଣ୍ଣ ଆମେ କାହାକୁ କହିବା? ଯାହାକୁ ଉଚ୍ଚାରଣ ବେଳେ ଆମର ମୁଖରୁ ଉଷ୍ମତା ଆସିଥାଏ। ଆମର ଆମେ ଯଦି କହିବା ତାଲବେଶ, ମୁଦ୍ନେଶ, ଦନ୍ତେଶ ଆଉ ହ, ଇଏ ସବୁ ଆମର କ'ଣ? ଆମର ଉଷ୍ମ ବର୍ଣ୍ଣ। ବୁଝିହେଲା? ସେଇଭଳି ଅନ୍ତସ୍ଥ ବର୍ଣ୍ଣ ବା ଅର୍ଦ୍ଧସ୍ୱର ବା ମଧ୍ୟ ବର୍ଣ୍ଣ ବୋଲି କାହାକୁ ଆମେ କହିଥାଉ? ନା ଆମର ଜ, ୟ, ର, ଳ ଆଉ ଉ, ଲ, ଇଏ ସବୁ ଆମର କ'ଣ? ଅନ୍ତସ୍ଥ ବର୍ଣ୍ଣ। ଇଏ ଆମର ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣର ମଧ୍ୟବର୍ତ୍ତୀ ହୋଇଥାଏ। ସେଇଭଳି ଅଯୋଗ ବାହ ବର୍ଣ୍ଣ, ଆଶ୍ରିତ ବର୍ଣ୍ଣ, ଅବିଭାଜ୍ୟ ବର୍ଣ୍ଣ, ଏସବୁ ଆମେ କାହାକୁ କହିଥାଉ? ଆମର ଅନୁସାରେ ବିସର୍ଗ ଆଉ ଚନ୍ଦ୍ରବିନ୍ଦୁ। ଇଏ ସ୍ୱର ବର୍ଣ୍ଣ ଆଉ ବ୍ୟଞ୍ଜନ ବର୍ଣ୍ଣର ଆଶ୍ରୟ ବିନା ଉଚ୍ଚାରିତ ହୋଇପାରନ୍ତି ନାହିଁ। ସେଥିପାଇଁ ଆକୁ ଆମର କୁହାଯାଇଥାଏ ଆଶ୍ରିତ ବର୍ଣ୍ଣ ବୋଲି କୁହାଯାଇଥାଏ। ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ଆଉ ଅନୁନାସିକ ବର୍ଣ୍ଣ ଆମେ ଜାଣିଛେ ଯାହାକୁ ଉଚ୍ଚାରଣ କଲାବେଳେ ଆମର ନାକ ବା ନାସିକା ସାହାଯ୍ୟରେ ଉଚ୍ଚାରଣ କରାଇଥାନ୍ତି। ଯେଉଁ ବର୍ଗ ବ୍ୟଞ୍ଜନର ସବୁ ବର୍ଗର ପଞ୍ଚବର୍ଣ୍ଣ ଉଁ, ତାପରେ ନିୟ, ବୁଝି ହେଉଛି, ଅଣ, ନ, ମ, ଇଏ ସବୁ ଅନୁନାସିକ ବର୍ଣ୍ଣରେ ଆମର ଯିବ। ଏଇଟା ତ ଆମେ ଦେଖିଲେ ଶୁଦ୍ଧ ସ୍ୱର ବର୍ଣ୍ଣ ଆମର କେତୋଟି ରହିଛି?
ଆମର 6ଟି ରହିଛି। नेक्स्ट क्वेश्चन रही आमर समूह को केमती आमर लिखाई समूह राइट आंसर कौन हो समूहर शुद्ध रूप स मर दुगार ह यहाँ राइट आंसर ऑप्शन ए। महानदी रे अनेक द्वीप रही रेखांकित शब्दर अर्थ कौन द्वीप आम जो जहाँ कही था कौन समचारित शब्द बोली कही था तो कोठी राइट आंसर आमर कौन हो दीटा आम जाचे बुझेगा तो गोटे द्वीप हूँ आमर यहाँ आ गोटे द्वीप आमर कौन ये द्वीप राइट आंसर कौन हो आम यदि कहवा आमर जलराशि द्वारा आम कहवा बेष्टित स्थल भाग बुझेगा सेटा को आम कौन कही था आमर द्वीप बोली कही था यहाँ राइट आंसर जलबेष्टित स्थल भाग आउ से द्वीप आमर कहे आमर कह समस्ते राइट आंसर कौन हो समस्ते आमर लाइव चैट रे मेंशन करो आ गोटे द्वीप जो आम रहा ए द्वीप माने कौन समचात शब्दटा दिया हम तुम मु सेंड करदेवी आमर व्हाट्सएप चैनल तार लिंक तुमको डिस्क्रिप्शन अच्छी जाकि जॉइन हो जाओ को राइट आंसर कौन हो तापर आमर जो ईश्वर ईश युड़िक सब तुमको पचार एग्जाम आम पढ़ीदे आम बेस्ट हम बुझी हो तो राइट आंसर आमर कौन हो तो गोटे द्वीप आम देखिले जलबेष्टित स्थल भाग बुझेगा आउ गोटे ए द्वीप दीर्घकार द्वीप हूँ मन रख प्रदीप ठाकुर को आम दि जाए आउ गोटे द्वीप यहाँ हूँ हाथी बा हस्ती को आमर बुझाई थाए मन रख नेक्स्ट क्वेश्चन को जा देशज शब्द कोटा कह ऑलरेडी तुम 2025 जिते पीवाई को मुझे डिस्कसन कर सारी यहाँ आमर देशज शब्द कोटा बोली कह जो शब्द गुड़िक संस्कृत वैदेशिक भाषार न आसी आमर कौन स्थानीय अधिवासी द्वारा आंचलिक भाव व्यवहृत हो आसी जमी आमर राइट आंसर हो जंताल बुझेगा नेक्स्ट क्वेश्चन कह क ख ग घ ये वर्ण गुड़िक आम कौन कहवा कचट तप कता मुद ताक आम क वर्गर जो वर्ण को आम कौन कही था कंठ व्यंजन बोली कही था ओडिया भाषा रे व्यवहृत मूर्तिका शब्दटी क्यों भाषा गृहीत को समझते राइट आंसर कौन हो कह आम यदि कहवा आ मूर्तिकाटा कौन तत्सम ना तद्भव से कह मूर्तिका मन रख संस्कृत भाषा आमर आसी तो राइट आंसर हो संस्कृत एवं यहाँ हो संस्कृत जेहेतु मूर्तिकाटा हो तत्सम मूर्तिकार आमर आसी माटी से माटीटा आमर कौन हो माटीटा होमर तद्भव हो राइट आंसर नेक्स्ट क्वेश्चन को जा रही घंटशिला चाही से कहंता दियरे मेलाण मते एठारे मेलाणी जो रही को समझते मेलाण न मेलाणी बुझेगा तो मेलाणीटा आमर क्यों पद तो मेलाणी माने कौन जानिछ मेलाणी माने होची विदाय तो ये आमर गोटे कौन भाव बा नाम आमर नाम को बुझाऊँगी बुझेगा तेणु यहाँ आम कौन कहवा गोटे जेहेतु नाम को बुझेगा नामवाचक पद को आम कौन कही था विशेष्य बोली कही था बुझेगा नेक्स्ट क्वेश्चन को जा गोपाल आपे आसी पहुँचला आसीटा कौन हो को समस्ते आसीटा कौन आउ आमर जो तुम पचारि से कह राइट आंसर कौन हो आसी आमर कौन तो आम यदि कहवा ये आमर आसीटा कौन हो क्रिया कौ क्रिया ना असमापिका क्रिया बुझी हो
देख आमे जानिछे जो क्रियारू कौन आमर समाप्ति सूचना मिलूना असमाप्ति मिलूची ताको आमे कहिबा असमापिका क्रिया खाई खेली जाई ये सब कौन असमापिका क्रिया आमर हर्षईकार प्रायतः ये थाए बुझीगला। एवं आमे यदि कहबा समापिका क्रिया क्रिया जे समाप्ति बुझाउथिबो पहुँचला ये गोटे हूँ आमर समापिका क्रिया बुझीगला। आपेटा कौन कहल आपे आमर कौन हो आपेटा हो सर्वनाम आमे जानिचे आत्मवाचक सर्वनाम जी निज को बुझाई थाए बुझीगला। नेक्स्ट क्वेश्चन बुझा गोपाल आम जानिचे विशेष्य पलैब बुढ़ा लोकटी शीतरे थरुची ये वाक्य विशेषण पद कोटा बुढ़ा लोकटी शीतरे थरुची को समस्ते बहुत इजी क्वेश्चन विशेषण जे अन्य पद को विशेषित करुथिबो आमे देखिले केमिति लोक ना बुढ़ा लोक ए बुढ़ाटी आमर बुढ़ा पदटी लोक विशेष्य को विशेषित कला केमिति लोक ना बुढ़ लोक जेहेतु ये विशेषित करला ताको आमे कोन कहितबा आमर विशेषण बोली कहिदबा एटा को विशेषण हेजिवो आमर अवस्थावाचक विशेषण हेजिवो बुझेला मन रखिवो। नेक्स्ट क्वेश्चन भिन्न जातीय शब्दटी को चिन्हाई दियो कोटा आमर भिन्न रही तो आमर यदि कहिबा से पदरु रही तो विशेष्य विशेषण तो माने अलगा कर तो आमे यदि कहिबा एठी आमर बही आकाश रास्ता ये सब आमर विशेष्य पद किंतु देखिलाटा आमर कोन अलगा रही क्रियापद ताहले ऑप्शन डी आमर कोन राइट आंसर हे जिवो अलगा रही बा भिन्न जातीय रही बुझी होउची। नेक्स्ट क्वेश्चन को जिबा केउटिरे शब्द सहित शब्द जोग होईछि को समझते शब्द सहित शब्दर जोग कोउतरे हेछि जानिछे आमे कुदंत तद्धित आमर रही धातु सहित जेते बेले प्रत्यय आमर होई थाए ताको आमे कोन कहि थाउ कृदंत बोली कहि थाउ बुझेला। हस युक्त इल्ला हस धातु इल्ला प्रत्यय हसिला तो एटा कृदंत पळेबो शब्द सहित जेते बेले प्रत्यय आमर हबो शब्द सहित प्रत्यय ताको आमे तद्धित बोली कहिबा बुझेला। तो आमे जदि कहिबा एठी आमर राइट आंसर हे जिवो ऑप्शन ए वर्णाश्रम केमती हेछि ना आमर वर्ण सहित कौन मिशिछि आश्रम मिशिछि ताको आमे वर्णाश्रम बोली कहिबा बुझेला। नेक्स्ट क्वेश्चन को जिबा तो आमर शब्द सहित एठी शब्द जोगला वर्ण गोटे शब्द आश्रम मध्य गोटे शब्द ताको आमे कोन कहबा शब्द सहित शब्दर जोग होइछि। नेक्स्ट क्वेश्चन को जिबा प्रभाव प्रभाव शब्दटी आमर किपरि निष्पन्न होइछि बोली पचारिछि को समस्ते प्रभावटा आमर किपरि हेइछि तार विपत्तिटा आमर किपरि हेजिवो तो मन रखिबो प्र उपसर्ग आमर भाव बुझेला हेइछि कोन प्रभाव। नेक्स्ट क्वेश्चन माधव सेमति को केमति हेइछि माधव को समस्ते माधव केमति हेइछि ना मधुक संतान बुझेला ताको आमे कोन कहबा माधव बोली कहबा मधु युक्त अ बुझेला ताको आमे कोन कहबा माधव बोली कहबा। अछि केउटिरे पर प्रत्यय जोग होइछि चिन्हाई दियो पर प्रत्यय कोउतरे को समस्ते राइट आंसर कोन हे जिवो आमे कहिथाउ जो शब्द सहित प्रत्यय जो कहिथाउ त आम यदि कहिबा प्रचेष्टा तो प्र आसीगला आमर कोन उपसर्ग तो एटा तो आमर हबनी बुझेला अपकसरी भी अप पळे आसिला हबनी महाजनरी भी महा पळे आसिला तो एटा आमर हबनी। जगुआल देख जगुआल जदि आमे कहिबा कोन केमति हे जिवो आमर जगीबा बुझी होउची जगीबा आमर शब्द सहित आळ प्रत्यय हैला जगीबा शब्द सहित आळ प्रत्यय आमर होउची कोन होउची जगु आळ बुझेला एठी आमर कोन होइची जगुआलटा आमर होइजिवो राइट आंसर पर प्रत्यय आमर एठी हेछि। उपायर कोह विपरीत शब्द कोन होइजिवो उपायर विपरीत शब्द आमर विपरीतार्थबोधक शब्द जाक हम कहिथाउ उपाय निरुपाय बुझेला ऑप्शन ए आमर राइट आंसर हेजिवो।
ସରମାର ସମାର୍ଥବୋଧକ ଶବ୍ଦଟି ଚିହ୍ନାଅ। ସରମା, ସରମା କୁହ ସମସ୍ତେ। ତ ସରମା ମାନେ କ'ଣ ଜାଣିଛ? ଆମର ଯେଉଁ ମାଇକ୍ କୁକୁର ବୋଲି ମଧ୍ୟ କୁହାଯାଇଥାଏ। ବୁଝିଲା କୁହ ସମସ୍ତେ। ତ ରାଇଟ୍ ଆନ୍ସର ହେଇଯିବ ସମାର୍ଥବୋଧକ ଶବ୍ଦ ଆମର କ'ଣ? କୁକୁରୀ। ବୁଝିହେଲା, ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍, ଶୁଦ୍ଧ ଶବ୍ଦଟି ଚିହ୍ନାଅ। ମନସ୍କାମନାଟା କିପରି ଆମର ଲେଖାଯାଏ କୁହ ସମସ୍ତେ। ମନସ୍କାମନା କିପରି ଆମର ଲେଖିବା କୁହ ସମସ୍ତେ। ରାଇଟ୍ ଆନ୍ସର କ'ଣ ହେଇଯିବ? ଶୁଦ୍ଧ ଶବ୍ଦ ଆମର ମନସ୍କାମନାର ଯେଉଁ କ'ଣ? ଏ ଶୁଦ୍ଧି ଅଶୁଦ୍ଧି ବିପରୀତ ଶବ୍ଦ ରୂଢ଼ି ଲୋକବାଣୀ, ଆକୁ ସମସ୍ତେ 2-3 ଥର ପଢ଼ିଦେବ, ତମମାନଙ୍କର ହେଇଯିବ। ବୁଝିହେଲା କୁହ ସମସ୍ତେ। ମନସ୍କାମନା ଆମର ଯଦି କହିବା ମନସ୍କାମନା ହେବନି, ମନସ୍କାମନା ବି ହେବନି। ଆଉ ଏଠି ଆମର କୁହ ମୂର୍ଦ୍ଧନ୍ୟାସ ହେବ ନା ଦନ୍ତେଶ ହେବ? କେଉଁଟା ହେଇଯିବ ରାଇଟ୍ ଆନ୍ସର କୁହ ସମସ୍ତେ। ଏଠି ଆମର ହେଇଯିବ ଦନ୍ତେଶ। ବୁଝିହେଲା, ମନସ୍କାମନା ଏଇଟା ଆମର ଶୁଦ୍ଧ ରୂପ ରହିଛି। ନେକ୍ସଟ କ୍ୱେଶ୍ଚିନ୍ ଯିବା। କାଠିକର ପାଠ ଆର ଅର୍ଥ କ'ଣ ହେଇଯିବ କୁହ ସମସ୍ତେ। କାଠିକର ପାଠ କ'ଣ ହେଇଯିବ? ଆମେ ଯଦି କହିବା କାଠିକର ପାଠ ଆମର ହେଇଯିବ କ'ଣ? ଅତି କଷ୍ଟସାଧ୍ୟ ପାଠ। ଯେଉଁ ପାଠ ସହଜରେ କରିହୁଏ ନାହିଁ, ଅତ୍ୟନ୍ତ କଠିନ, ତାକୁ ଆମେ କହିଥାଉ କାଠିକର ପାଠ। ଐ କୁହ, ଅଲରେଡ଼ି ଆମେ ଦେଖିଲେ ଐ, ଔ, ଇଏ ଆମର କ'ଣ? ଇଏ ହେଉଛି ସଂଯୁକ୍ତ ସ୍ୱରବର୍ଣ୍ଣ। ବୁଝିହେଲା, ତ ସଂଯୁକ୍ତ ମାନେ ଆମେ ସେ କହିବା କ'ଣ? ଯୁକ୍ତ ସ୍ୱରବର୍ଣ୍ଣ ବୋଲି କହିବା। ସଂଯୁକ୍ତ ବା ଯୁକ୍ତ, କାହିଁକି ନା ଦୁଇଟି ସ୍ୱରବର୍ଣ୍ଣ ମିଶ୍ରଣରେ ଆମର ଏଇଟା ଗଠିତ। ଐ ଯଦି କହିବା ଅ ଯୁକ୍ତ ହର୍ଷଇ, ଆକୁ ଆମେ ଐ ବୋଲି କହିଥାଉ। ବୁଝିହେଲା, ମନେ ରଖିବ। ନେକ୍ସଟ କ୍ୱେଶ୍ଚିନ୍ ଯିବା। ନଦୀ କେଉଁ ପଦ କୁହ ସମସ୍ତେ। ତତ୍ସମ ନା ତଦ୍ଭବ ନା ଦେଶଜ ନା ବୈଦେଶିକ? ନଦୀ ଯଦି ଆମେ ଦେଖିବା, ଇଏ ହେଉଛି ଗୋଟେ କ'ଣ? ସଂସ୍କୃତ ଶବ୍ଦ ନଦୀ। ସଂସ୍କୃତ ଆମେ ଜାଣିଛେ ତତ୍ସମ, ସଂସ୍କୃତ ସହିତ ଯିଏ ସମାନ ତାକୁ ଆମେ ତତ୍ସମ ବୋଲି କହିଥାଉ। ଏବଂ ଆକୁ ମଧ୍ୟ ଆମେ କହିଥାଉ ସାଧୁ ବା ମାର୍ଜିତ ଶବ୍ଦ ବୋଲି ମଧ୍ୟ କହିଥାଉ। ଆଉ ତଦ୍ଭବ ଯିଏ ସଂସ୍କୃତର ଉଦ୍ଭବ ବା ଅପଭ୍ରଂଶ ଶବ୍ଦ ବୋଲି ମଧ୍ୟ କହିଥାଉ। ବୁଝିହେଲା, ଆଉ ଆର ନଈ ଯଦି ଦେଖିବା, ଏଇଟା ଆମର ହେଇଯିବ ତଦ୍ଭବ। କ୍ରିୟାବାଚକ ବିଶେଷ୍ୟ କୋଉଟା କୁହ? କ୍ରିୟାବାଚକ ବିଶେଷ୍ୟ କାହାକୁ କହିବା ନା କ୍ରିୟାର ନାମକୁ ବୁଝାଉଥିବ। ବୁଝିହେଲା, କ୍ରିୟା ନୁହଁ କିନ୍ତୁ କ୍ରିୟାର ନାମକୁ ବୁଝାଉଥିବ। ବୁଝିହେଲା, ମାଟି ଏ ଆମର ହେବ ନାହିଁ। ବୁଝିହେଲା, ତାପରେ ଆମେ ଯଦି କହିବା ବହି, ଏ ମଧ୍ୟ ନୁହଁ। ଭଦ୍ରତା ଏ ମଧ୍ୟ ଗୁଣରେ ଆମର ପଳେଇବ। ଆମେ କହିବା ପଢ଼ୁଛି, ପଢ଼ୁଛି କ୍ରିୟାରୁ ପଢ଼ା। ବୁଝିହେଲା, ତ ଏଇଟା ଆମର ହେଇଯିବ କ୍ରିୟାବାଚକ ବିଶେଷ୍ୟ। ବୁଝିହେଲା, ଆମେ କହିବା ଯେଉଁ ପଢ଼ୁଛି ନ ପଢ଼ିବା କ୍ରିୟାରୁ। ବୁଝିହେଲା, ପଢ଼ିବା କ୍ରିୟାରୁ ପଢ଼ା ଆମର ସୃଷ୍ଟି ହୋଇଛି। ବୁଝିଲା, ଗୋଟେ କାର୍ଯ୍ୟର ନାମକୁ ବୁଝାଉଛି। ନେକ୍ସଟ କ୍ୱେଶ୍ଚିନ୍, ଭଲ ପିଲା ଆଦର ପାଏ ରେଖାଙ୍କିତ ଶବ୍ଦଟି କେଉଁ ପଦ? ଭଲ ପିଲା, ପିଲା ହେଉଛି ବିଶେଷ୍ୟ, ତାକୁ ଆମର ବିଶେଷଣ ବିଶେଷିତ କିଏ କରୁଛି? ଭଲ ବିଶେଷିତ କରୁଛି। ତ ଏଠି ଆମର ଭଲ ଆମର ହେଇଯିବ କ'ଣ? ବିଶେଷଣ। ନେକ୍ସଟ କ୍ୱେଶ୍ଚିନ୍ ଯିବା। ଅସମ୍ପୃକ୍ତ ଶବ୍ଦଟିକୁ ବାଛି ଅଲଗା କର କୁହ ସମସ୍ତେ। କୋଉଟା ଅସମ୍ପୃକ୍ତ ରହିଛି? ରାଇଟ୍ ଆନ୍ସର କ'ଣ ହେଇଯିବ? ଏଠି ଆମର ରାଇଟ୍ ଆନ୍ସର ହେଇଯିବ ଖାଉ ଅଛି ଆମର କ'ଣ? ଗୋଟେ କ୍ରିୟା ରହିଛି। ବୁଝିହେଲା, ତ ଏଇଟା ଆମର ଅଲଗା ରହିଛି। ଆଖୁ, ସଡ଼କ ଏ ଆମର ସବୁ ବିଶେଷ୍ୟ ପଦ ହେଇଯିବ। କାଲିଟା ଆମର କାଳ ବା ଅବ୍ୟୟରେ ପଳେଇବ। ନେକ୍ସଟ କ୍ୱେଶ୍ଚିନ୍, କେଉଁ ପଦରେ ଶବ୍ଦ ସହିତ ଶବ୍ଦ ଯୋଗ ହେଇଛି ସେମିତି ଆସିଗଲା କ'ଣ? ଏଠି ତ ଆମର ହାତ ହେବ ନାହିଁ। ବୁଝିହେଲା, ଆଉ ସକାଳ ହେବନି, ବହି ହେବନି। ସିଂହ ସହିତ ଯେତେବେଳେ ଆମର ଆସନ ମିଶୁଛି, ତାକୁ ଆମେ କ'ଣ କହିଥାଉ? ସିଂହାସନ ବୋଲି କହିଥାଉ।
ପ୍ରକାର୍ଯ୍ୟ ଶବ୍ଦଟି କିପରି ଆମର ନିଷ୍ପନ୍ନ ହୋଇଛି କୁହ ସମସ୍ତେ। ଇଜିଲି ଆମେ କହିପାରିବା କୋଉଟା ପ୍ରଯୁକ୍ତ କାର୍ଯ୍ୟ ପ୍ରକାର୍ଯ୍ୟ। ଉଠାଣ ଶବ୍ଦଟି ସେମିତି କୁହ ଉଠାଣ କେମିତି ହେଇଛି ଆମର ଏଇଟା ଯଦି କହିବା ଧାତୁ ସହିତ ପ୍ରତ୍ୟୟ ହେଇଛି କୃଦନ୍ତ ଯାହାକୁ ଆମେ କହିବା ଉଠୁ ଯୁକ୍ତ ଆଣ ବୁଝିହେଲା ଏଇଟା ହେଇଯିବ ରାଇଟ୍ ଆନ୍ସର ଉଠୁ ଧାତୁ ଆଉ ଆମର ଆଣ ପ୍ରତ୍ୟୟ। ନେକ୍ସଟ କ୍ୱେଶ୍ଚନ କେଉଁ ପଦରେ ପର ପ୍ରତ୍ୟୟ ଯୋଗ ହୋଇଛି ଚିହ୍ନ ଆମେ ଯାହାକୁ ଆମେ କଣ କହିବା ତଦ୍ଧିତ ବୋଲି କହିବା। ପ୍ରକରଣରେ ତ ପ୍ର ପଳେଇ ଆସିଲା ଉପସର୍ଗ ଅବରୋଧରେ ଅବ ବି ପଳେଇ ଆସିଲା ଉପସର୍ଗ ସମ୍ବାଦରେ ସମ୍ ବି ଉପସର୍ଗ ରହିଲା ଗଣ୍ଠି ବୁଝିହେଲା ଗଣ୍ଠି ଯୁକ୍ତ ଆ କଣ ହେଲା ଗଣ୍ଠିଆ ଆମର ହେଇଗଲା ବୁଝିହେଲା। ନେକ୍ସଟ କ୍ୱେଶ୍ଚନ ବୁଝିବା ଶବ୍ଦ ସହିତ ପ୍ରତ୍ୟୟ ଅଗ୍ନିର ଏକାର୍ଥକ ଶବ୍ଦ କଣ ହେଇଯିବ ଅଗ୍ନି ଏଇ ଅଗ୍ନିଟା ତମମାନଙ୍କର ବହୁତ ଥର ପ୍ରଶ୍ନ ପଚାରି ସାରିଛି ଏକ୍ଜାମରେ। ଅଗ୍ନି ଆମେ ଜାଣିଛେ ରାଇଟ୍ ଆନ୍ସର କଣ ହେଇଯିବ ଆମର ପାବକ ବି ହବ ଅନଳ ବି ହବ ବହ୍ନି ହୁତାସନ ଶିକ୍ଷିତ ଦିଟା ଆମର ରହିଛି ବୁଝିହେଲା ମନେ ରଖିବ। ନେକ୍ସଟ କ୍ୱେଶ୍ଚନ ବୁଝିବା ଅଗ୍ନିର ସମସ୍ତେ କହିଲ ଆଉ କଣ କଣ ପ୍ରତିଶବ୍ଦ ହେଇପାରିବ ଅଗ୍ନିର ଆମର କୁହ ସମସ୍ତେ ଅଲରେଡି ଆମେ ଡିସ୍କସନ କରିସାରିଛେ ତ କୁହ ମତେ ଏବେ ଅଗ୍ନିର ଆମର ଆଉ କଣ କଣ ପ୍ରତିଶବ୍ଦ ହେଇପାରିବ। ଗୋଟେ ତମମାନଙ୍କୁ କହିଲି ଆମର ଅନଳ ଆମର ପାବକ ବହ୍ନି ହୁତାସନ ବୈଶାଣୁର ଚିତ୍ରଭାନୁ ସର୍ବଭକ୍ଷ ବୃହଭାନୁ ଏସବୁ କାହାର ଏସବୁ ଆମର ଅଗ୍ନିର ମନେ ରଖିବ ପ୍ରତିଶବ୍ଦ। ନିର୍ଜଳଟା କିପରି ଗଠିତ ହେଇଛି କୁହ ନିର୍ଜଳ ରାଇଟ୍ ଆନ୍ସର କଣ ହେଇଯିବ ଆମେ ଯଦି କହିପାରିବା ନିହିଯୁକ୍ତ ଜଳ ହେଇପାରିବ ନହେଲେ ନିର୍ଯୁକ୍ତ ଜଳ ମଧ୍ୟ ଆମର ହେଇପାରିବ। ନେକ୍ସଟ କ୍ୱେଶ୍ଚନ ଉତ୍କର୍ଷର ବିପରୀତ ଶବ୍ଦ କଣ ହେଇଯିବ ଉତ୍କର୍ଷ ଉତ୍କର୍ଷ ମାନେ ଆମେ ଯଦି କହିବା ଉନ୍ନତି ଅପକର୍ଷ ମାନେ ଅବନତି ଯୋଉ ଆମେ କହିବା ଅପକର୍ଷ ହେଇଯିବ ବୁଝିହେଲା। ନେକ୍ସଟ କ୍ୱେଶ୍ଚନ ଉତ୍ତେଜିତ କୁହ ତାର ଠିକ ଭାବରେ କୋଉଟା ଲେଖା ହେଇଛି ଉତ୍ତେଜିତଟା ଆମର ରାଇଟ୍ ଆନ୍ସର କଣ ହେଇଯିବ ଏଠି ଆମର ଦେଖିବା ଏଇଟା ଆମର ଠିକ ଲେଖା ହେଇଛି ଉତ୍ତେଜିତ ଅପସନ ସି। ଅନ୍ଧର ଲହୁଡ଼ି ଶ୍ରୀକୃଷ୍ଣ ଯଶୋଦାଙ୍କର କଣ ଥିଲେ ଅନ୍ଧର ଲହୁଡ଼ି ଥିଲେ ଆମେ ଜାଣିଛେ ମାନେ ଆମେ ଯଦି କହିବା ଯେମିତି ଜଣେ ଅନ୍ଧ ଲୋକ ପାଇଁ ତାର ବାଡ଼ି କଣ ଏକମାତ୍ର ସାହାରା ସେମିତି ଅସହାୟ ବ୍ୟକ୍ତିର ତାକୁ ଆମେ ଯୋଉ ଆଶ୍ରୟକୁ ଆମେ କଣ କହିଥାଉ ଅନ୍ଧର ଲହୁଡ଼ି ବୋଲି କହିଥାଉ ଅସହାୟର ସହାୟ। ଶେଷ କ୍ୱେଶ୍ଚନ ଆମର ଦୂରବସ୍ଥା କେମିତି ଦୁହୁ ଯୁକ୍ତ ଅବସ୍ଥା ଆମେ ଜାଣିଛେ ଦୂରବସ୍ଥା ଅପସନ ଏ ହେଇଯିବ ଆମର ରାଇଟ୍ ଆନ୍ସର ବୁଝିହେଲା ମନେ ରଖିବ। ଏବଂ ଆମେ ଯଦି କହିବା ହୋମୱାର୍କ ତମମାନଙ୍କୁ ଦେବି ହୋମୱାର୍କ ମତେ ତମାନେ ଗୋଟେ ଦବ ପ୍ରତିଶବ୍ଦରୁ ତମମାନଙ୍କୁ ଗୋଟେ କ୍ୱେଶ୍ଚିନ୍ ରହିଲା ଆକାଶ ଆର କଣ କଣ ପ୍ରତିଶବ୍ଦ ସମାର୍ଥକ ଶବ୍ଦ ବା ପର୍ଯ୍ୟାୟବାଚୀ ଶବ୍ଦ ବା ଏକାର୍ଥକ ଶବ୍ଦ କଣ ହେଇପାରିବ ସମସ୍ତେ କମେଣ୍ଟ ସେକ୍ସନରେ କମେଣ୍ଟ କରି କହିବ। 2014, 15, 16, 17 ସଇଲା ଆଉ ଆମେ 2023ଟା ଡିସ୍କସନ କରିଦେବା ଇମ୍ପୋର୍ଟାଣ୍ଟ ରହିବ ତମମାନଙ୍କ ପାଇଁ ବୁଝିହେଲା। ଏବଂ ଆମର ଯଦି ହବ ଆଜି ମଧ୍ୟ ତମମାନଙ୍କ ପାଇଁ ଆଉ ଗୋଟେ କ୍ଲାସ୍ ନେଇ ଆସିବି କାରଣ ଏକ୍ଜାମ ପାଖେଇ ଆସିଲାଣି ଆମେ ଜାଣିଛେ ଆମର ସୁକାନ୍ତ ସାର୍ ମଧ୍ୟ ଇନଫର୍ମ ଯାହା କହୁଥିଲେ 7 ତାରିଖରେ ହବ ଆଇଦର ଏହାକୁ ଯଦି ନୋଟିସ୍ ଆମର ତ ନୋଟିସ୍ ବାହାରିନି ଯଦି ଯେତେବେଳେ ନୋଟିଫିକେସନ ଆମର ଆସିଯିବ ଆମେ ତାଙ୍କ ଯେହେତୁ ବନ୍ୟା ଯୋଗୁଁ ଆମେ ଟ୍ୱିଟ୍ କରିପାରିବା ଇମେଲ କରିପାରିବା ବୁଝିହେଲା ତାକୁ ଘୁଞ୍ଚାଇ ପାରିବା ଦେଖାଯାଉ ଆଗ ନୋଟିସ୍ ଆସୁ ତାପରେ ଆମେ ପଦକ୍ଷେପ ନେବା।
तो वीडियो जदि भल लगी तुमने तुम सांग पाक सेयार करनब प्लेलिस्ट समस्त चेक कर जहाँ सब क्लास होगुड़िक समस्ते सबुदिन करनियो एवं जो दिन जहाँ क्लास हो करनियो मक टेस्ट तुमने दियो मोस्ट इंपोर्टाट बुझीगला मक टेस्ट दियो एवं जिते पार्छ मक टेस्ट दियो यही नंबर आमर मेसेज कर 9861 982155 बुझी हो 99 रुपीज रही तुमने मक टेस्ट दे पार आमर व्हाट्सएप चैनल एवं टेलीग्राम चैनल जॉइन हो जाओ तार लिंक तुमको डिस्क्रिप्शन देती जहाँ सब इंपोर्टाट मटेरियल्स तुमको मुझे व्हाट्सएप चैनल सेंड करदेवी बुझेगा क्लास टाइम एगुड़िक तुमने जापर तो सेसन टी आम ये एंड करवा जय जगन्नाथ।